ଆପଣଙ୍କର ଅନ୍ୟ ନାମ ହେଲା ନାଲି ଆମ୍ବ ଘରେ ଘରେ ପରିଚିତ। ଆଜ୍ଞା ଆପଣଙ୍କ ମୁହଁରେ ଯେତେ ଦୁଃଖ ଥିଲେ ବି କିନ୍ତୁ ଲୋକମାନଙ୍କ ପାଇଁ ହସଟି ଦିଏ। ସେଇ ହସଟା ନିଜ ଦୁଃଖକୁ ନିଜର କୋହକୁ ପୁଛିକି ଲୋକଙ୍କୁ ହସଟା ଦିଏ। ତା ପଛରେ ମୁଖ୍ୟ ରହସ୍ୟଟା କ'ଣ? ଲକ୍ଷ୍ୟ କ'ଣ ଏତିକି କହିବି, ସବୁ ଓଡ଼ିଶାବାସୀ ସମଗ୍ର ମୋର ମିଡ଼ିଆ ଭାଇମାନେ ଯେତେ ସବୁ ଅଛନ୍ତି ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ଆଜି ନାଲି ଆମ୍ବ ଆଜି ତାର କାୟା ବିସ୍ତାର କରିଥାଏ ବା ଓଡ଼ିଶାବାସୀ ସମସ୍ତଙ୍କ ହୃଦୟରେ ଥାଏ କେବଳ ମୋର ମିଡ଼ିଆ ଭାଇମାନଙ୍କ ପାଇଁ। କ'ଣ କାହାର କ୍ଷତି ହେଇଛି ମୁଁ ଜାଣିନି, କିନ୍ତୁ ମୋ ପାଇଁ ମାନେ କହିବା କଥା ନାହିଁ, ଯେମିତି କହନ୍ତି ନାହିଁ ଗୋଟେ ଭଗବାନ ସ୍ୱରୂପ ମୋର ମିଡ଼ିଆ ଭାଇମାନେ, ତାଙ୍କୁ ମାନେ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ତାଙ୍କୁ ଜଣେଇବି। ଏତିକି କହିବି ଯେ ଆଜି ଯଦି ମୁଁ କଳାକାର ହେଇଥାଏ, ଆଜି ସମସ୍ତଙ୍କୁ ହସଉଥାଏ, ମୋ ଭିତରେ ସେମିତି କିଛି କଳା ନାହିଁ, ମୁଁ ନିଜେ ଜାଣିପାରେ, କିନ୍ତୁ ଯାହା ବି ହେଉ ସମସ୍ତଙ୍କର ଆଶୀର୍ବାଦ ଅଛି। ମା ଶାରଳା ମାଙ୍କର ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ସେ ଘଣ୍ଟ ଘୋଡ଼େଇ ରଖିଛନ୍ତି। ତେଣୁ ମୋ କଳାରେ କିଛି ଲୋକଙ୍କୁ ଟିକେ ଭଲ ଲାଗିଲା, ନାଲି ଆମ୍ବ ଲୋକ ସମସ୍ତେ ହସୁଛନ୍ତି, ସେଇଟା ହେଉଛି ବଡ଼ କଥା। ଆଉ ଗୋଟେ କଳାକାର ପାଇଁ ଆଉ କ'ଣ ଥାଇପାରେ। ଭାଇ 2 ଦିନ ତଳେ ଆପଣଙ୍କର ଗୋଟେ ବଢ଼ିଆ କମେଡ଼ିଟେ ରିଲିଜ୍ ହେଇଛି, ଯାହାକି ଆପଣ ସେଥିରେ କ'ଣ କରିଛନ୍ତି ଆପଣ ନିଜେ ଜାଣିଛନ୍ତି, ତାକୁ ନେଇ ଆପଣ କ'ଣ କହିବେ? ନାଇଁ, ନିଶ୍ଚିନ୍ତ ହିସାବରେ ଲୋକମାନେ ଦେଖୁଛନ୍ତି, ଭଲ ମନ୍ଦ ତ ଲାଗି ରହିଛି। ଯଦି କିଛି ଅଲଗା କଥା କ'ଣ ଥାଏ ମୁଁ ତ ସବୁବେଳେ କ୍ଷମା ଚାହେଁ ଯେ ନାଇଁ, ଦର୍ଶକ ବନ୍ଧୁ ଭଲ ଭଲ ଜିନିଷ ଦେଖନ୍ତୁ। ଆଉ କମେଡ଼ି ମାଧ୍ୟମରେ ତ ଆମେ କାହାକୁ ଗୋଟେ ତ ଛୋଟିଆ ମୋଟିଆ ଆକ୍ଷେପ କରି କହିବୁ, କିନ୍ତୁ କାହାକୁ ବାଧିଲା ଭଳିଆ କଥା ଆମେ କରୁନାହିଁ। ଆଉ ତା ଭିତରେ ଯଦି ବି କିଛି ଅଶ୍ଳୀଳ ସିନ୍ ଥାଏ ବା କିଛି ଅଲଗା କଥା ଥାଏ, ମୁଁ ସବୁବେଳେ କ୍ଷମା ଚାହେଁ ଯେ ନାଇଁ, ସେଇ କଥାଟା ଚରିତ୍ର ମାଧ୍ୟମରେ ଥାଏ କିନ୍ତୁ ଉଦ୍ଦେଶ୍ୟରେ ନଥାଏ। ସେଇ ଗୋଟାକ ସେଇ ଚରିତ୍ର ନ କରନ୍ତୁ, ଆମର ସେଇଟା ହିଁ ମ୍ୟାସେଜ୍ ଥାଏ।